ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଯନ୍ତ୍ରୀ ବାଲିଅନ୍ତା ବ୍ଲକ ସହକାରୀ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ମଧ୍ୟସ୍ଥି ଜରିଆରେ 10,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। 2023 ମସିହାରେ 42,000 ଟଙ୍କାର ବିଲ୍ ପାସ୍ କରିବାକୁ ଯଶୁଆପୁର ଗ୍ରାମର ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ 10,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ବେଣୁଧର ପରିଡ଼ା ନାମକ ଜଣେ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ। ଏନେଇ ରଶ୍ମି ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ବେଣୁଧରଙ୍କ ଜରିଆରେ 10,000 ଟଙ୍କା ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ ଦିଆଯାଇଥିଲା। ପରେ ଭିଜିଲାନ୍ସ ଅଫିସର ସହକାରୀ ଯନ୍ତ୍ରୀଙ୍କୁ ନିଜ ହେଫାଜତକୁ ନେଇଥିଲେ। ଏହାସହ ସମ୍ପୃକ୍ତ ମଧ୍ୟସ୍ଥି ବେଣୁଧରକୁ ମଧ୍ୟ ହେଫାଜତକୁ ନେବା ସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ।